ଶୁଣୁଛନ୍ତି 30 ନଭେମ୍ବର 2025 ଅବ୍ୟକ୍ତ ମୁରଲୀ ପୁନରାବୃତ୍ତି 18 ଜାନୁଆରୀ 2008। ଅବ୍ୟକ୍ତ ମୁରଲୀର ସାରାଂଶ ଅଛି, ସଚ୍ଚା ସ୍ନେହୀ ହୋଇ ସବୁ ବୋଝ ବାବାଙ୍କୁ ଦେଇ ମଉଜର ଅନୁଭବ କର, ମେହନତ ମୁକ୍ତ ହୁଅ। ସଚ୍ଚା ସ୍ନେହୀ ହୋଇ ସବୁ ବୋଝ ବାବାଙ୍କୁ ଦେଇ ମଉଜର ଅନୁଭବ କର, ମେହନତ ମୁକ୍ତ ହୁଅ। ଆଜି ବାପ ଦାଦା ନିଜର ଚାରିଆଡ଼ର ଚିନ୍ତାମୁକ୍ତ ସମ୍ରାଟମାନଙ୍କର ସଂଗଠନକୁ ଦେଖୁଛନ୍ତି। ସମ୍ରାଟମାନଙ୍କର ବା ରାଜାମାନଙ୍କର ଏତେ ବଡ଼ ସଭା ସାରା କଳ୍ପ ଭିତରେ ଏହି ସଙ୍ଗମ ସମୟରେ ହିଁ ହୋଇଥାଏ। ସ୍ୱର୍ଗରେ ମଧ୍ୟ ରାଜାମାନଙ୍କର ଏତେ ବଡ଼ ସଭା ହେବ ନାହିଁ। କିନ୍ତୁ ଏବେ ବାପ ଦାଦା ସମସ୍ତ ରାଜାମାନଙ୍କର ସଭାକୁ ଦେଖି ହର୍ଷିତ ହେଉଛନ୍ତି। ଦୂରରେ ରହିବା ବାଲା ମଧ୍ୟ ଦିଲ୍ର ନିକଟରେ ଥିବାର ଦେଖାଯାଉଛନ୍ତି। ତୁମେମାନେ ତ ନୟନରେ ସମାହିତ ଅଟ ଏବଂ ସେମାନେ ଦିଲ୍ରେ ସମାହିତ ଅଟନ୍ତି। ତେବେ ଏହା କେତେ ସୁନ୍ଦର ସଭା ଅଟେ, ଯାହାକି ଆଜିର ଏହି ବିଶେଷ ଦିବସରେ ସମସ୍ତଙ୍କ ଚେହେରାରେ ଅବ୍ୟକ୍ତ ସ୍ଥିତିର ସ୍ମୃତି ରୂପୀ ଝଲକ ଦେଖାଯାଉଛି। ସମସ୍ତଙ୍କ ଦିଲ୍ ଭିତରେ ବ୍ରହ୍ମା ବାବାଙ୍କର ସ୍ମୃତି ସମାହିତ ହୋଇ ରହିଛି। ଆଦିଦେବ ବ୍ରହ୍ମା ବାବା ଏବଂ ଶିବ ବାବା ଦୁଇ ଜଣ ଯାକ ସବୁ ପିଲାଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି। ଆଜି ତ ଅମୃତ ବେଳା 2ଟା ଠାରୁ ବାପ ଦାଦାଙ୍କ ଗଳାରେ ଭିନ୍ନ ଭିନ୍ନ ପ୍ରକାରର ମାଳା ପଡ଼ିବାରେ ଲାଗିଛି। ତେବେ ଫୁଲର ମାଳା ପଡ଼ିବା ତ ସାଧାରଣ କଥା, ହୀରାର ମାଳା ପିନ୍ଧିବା ମଧ୍ୟ କୌଣସି ବଡ଼ କଥା ନୁହେଁ। କିନ୍ତୁ ସ୍ନେହ ରୂପକ ଅମୂଲ୍ୟ ମୋତିର ମାଳା ଅତି ଶ୍ରେଷ୍ଠ ଅଟେ। ପ୍ରତ୍ୟେକ ସନ୍ତାନର ଦିଲ୍ ଭିତରେ ଆଜିର ଦିନରେ ବିଶେଷ ରୂପରେ ସ୍ନେହ ଜାଗ୍ରତ ଅବସ୍ଥାରେ ରହିଥିଲା। ତେବେ ବାପ ଦାଦାଙ୍କ ପାଖରେ ଆଜି 4 ପ୍ରକାରର ଭିନ୍ନ ଭିନ୍ନ ମାଳା ଗୁଡ଼ିକ ପ୍ରକଟ ହୋଇ ରହିଥିଲା। ପ୍ରଥମ ନମ୍ବରରେ ହେଲା ସେହି ଶ୍ରେଷ୍ଠ ପିଲାମାନଙ୍କର ମାଳା, ଯେଉଁମାନେ କି ବାବାଙ୍କ ସମାନ ହେବା ପାଇଁ ଶ୍ରେଷ୍ଠ ପୁରୁଷାର୍ଥୀ ଅଟନ୍ତି। ଏହିଭଳି ପିଲାମାନେ ମାଳା ରୂପରେ ବାବାଙ୍କ ଗଳାରେ ଗୁନ୍ଥି ହୋଇ ଯାଇଥିଲେ। ତେଣୁ ପ୍ରଥମ ମାଳାଟି ସବୁଠାରୁ ଛୋଟ ଥିଲା। ଦ୍ୱିତୀୟ ମାଳାଟି ହେଲା ବାବାଙ୍କର ନିକଟତମ ଏବଂ ବାବାଙ୍କ ସମାନ ହେବାର ପୁରୁଷାର୍ଥୀ ପିଲାମାନଙ୍କର ଦିଲ୍ର ସ୍ନେହ ରୂପୀ ମାଳା। ସେମାନେ ହେଲେ ଶ୍ରେଷ୍ଠ ପୁରୁଷାର୍ଥୀ, ଏମାନେ ହେଲେ କେବଳ ପୁରୁଷାର୍ଥୀ। ତୃତୀୟ ମାଳାଟି ହେଲା, ଯାହାକି ବହୁତ ବଡ଼ ମଧ୍ୟ ଅଟେ। ଏହା ସେହିମାନଙ୍କର ମାଳା ଯେଉଁମାନେ ସ୍ନେହୀ ମଧ୍ୟ ଅଟନ୍ତି, ବାବାଙ୍କର ସେବାରେ ସାଥୀ ମଧ୍ୟ ଅଟନ୍ତି, କିନ୍ତୁ କେବେ ତୀବ୍ର ପୁରୁଷାର୍ଥୀ, ଆଉ କେବେ ତୋଫାନର ସମ୍ମୁଖୀନ ମଧ୍ୟ ଅଧିକ କରିଥାନ୍ତି। କିନ୍ତୁ ସମ୍ପନ୍ନ ହେବାର ଇଚ୍ଛା ମଧ୍ୟ ସେମାନଙ୍କ ଭିତରେ ବହୁତ ଭଲ ରହିଥାଏ। ତେବେ ଚତୁର୍ଥ ମାଳାଟି ହେଲା ଅଭିଯୋଗ କରିବା ବାଲାଙ୍କର ମାଳା। ଏହିପରି ଭିନ୍ନ ଭିନ୍ନ ପ୍ରକାରର ପିଲାମାନଙ୍କର ଅବ୍ୟକ୍ତ ଫରିସ୍ତା ଚେହେରା ରୂପରେ ମାଳା ଗୁଡ଼ିକ ରହିଥିଲା। ବାପ ଦାଦା ମଧ୍ୟ ଭିନ୍ନ ଭିନ୍ନ ମାଳା ଗୁଡ଼ିକୁ ଦେଖି ଖୁସି ମଧ୍ୟ ହେଉଥିଲେ ଏବଂ ସ୍ନେହ ସହିତ ଶକ୍ତିର କିରଣ ମଧ୍ୟ ଦେଉଥିଲେ। ଏବେ ତୁମେମାନେ ନିଜେ ନିଜକୁ ପଚାର, ମୁଁ କିଏ? କିନ୍ତୁ ଚାରିଆଡ଼ର ପିଲାମାନଙ୍କ ଦିଲ୍ରେ ବର୍ତ୍ତମାନ ସମୟରେ ଗୋଟିଏ ବିଶେଷ ସଂକଳ୍ପ ଜାଗ୍ରତ ଅବସ୍ଥାରେ ରହିଛି। ତାହା ହେଲା, ଏବେ ନିଶ୍ଚିତ ଭାବରେ କିଛି କରିବାକୁ ହେବ। ଏହିଭଳି ଉମଙ୍ଗ ଉତ୍ସାହ ଅଧିକାଂଶ ପିଲାମାନଙ୍କ ଭିତରେ ସଂକଳ୍ପ ରୂପରେ ରହିଛି। ସ୍ୱରୂପ ହେବାରେ କ୍ରମାନ୍ୱୟରେ ରହିଥିଲେ ମଧ୍ୟ ସଂକଳ୍ପରେ ନିଶ୍ଚିତ ରହିଛି। ବାପ ଦାଦା ସବୁ ପିଲାଙ୍କୁ ଆଜିର ଏହି ସ୍ନେହ ଦିବସର, ସ୍ମୃତି ଦିବସର ଏବଂ ସମର୍ଥି ଦିବସର ବିଶେଷ ଆନ୍ତରିକ ଆଶୀର୍ବାଦ ଏବଂ ଆନ୍ତରିକ ଅଭିନନ୍ଦନ ଦେଉଛନ୍ତି। ଆଜିର ଏହି ବିଶେଷ ଦିନଟି ସ୍ନେହର ଦିନ ହୋଇଥିବା କାରଣରୁ
ଅଧିକାଂଶ ପିଲା ସ୍ନେହରେ ହଜି ଯାଇଛନ୍ତି। ତେଣୁ ପୁରୁଷାର୍ଥରେ ମଧ୍ୟ ସର୍ବଦା ଏହିଭଳି ସ୍ନେହରେ ହଜିଯିବା ଅବସ୍ଥାରେ ରୁହ ଏବଂ ଲଭ୍ଲିନ୍ ଅବସ୍ଥାରେ ରୁହ, ଯାହାର ସହଜ ସାଧନ ହେଲା ଆନ୍ତରିକ ସ୍ନେହ। ବାବାଙ୍କର ପରିଚୟର ସ୍ମୃତି ସହିତ ସ୍ନେହ ଏବଂ ବାବାଙ୍କର ପ୍ରାପ୍ତି ଗୁଡ଼ିକର ସ୍ନେହ ସମ୍ପନ୍ନରେ ଲଭ୍ଲିନ୍ ରୁହ। ତେଣୁ ସ୍ନେହ ହିଁ ସବୁଠାରୁ ସହଜ ସାଧନ ଅଟେ, କାହିଁକିନା ସ୍ନେହୀ ଆତ୍ମା ମେହନତ କରିବାରୁ ମୁକ୍ତ ହୋଇଯାଇଥାଏ। ସ୍ନେହରେ ଲୀନ ହୋଇଯିବା କାରଣରୁ, ସ୍ନେହରେ ହଜିଯିବା କାରଣରୁ ଯେକୌଣସି ପ୍ରକାରର ମେହନତ ମନୋରଞ୍ଜନର ଅନୁଭବ ହୋଇଥାଏ। ସ୍ନେହୀ ଆତ୍ମା ସ୍ୱତଃ ହିଁ ଦେହର ସ୍ମୃତିଠାରୁ, ଦେହର ସମ୍ବନ୍ଧଗୁଡ଼ିକ ପ୍ରତି ଏବଂ ଦେହର ଦୁନିଆ ପ୍ରତି ଧ୍ୟାନ ଦେବାଠାରୁ ଊର୍ଦ୍ଧ୍ୱରେ ସ୍ନେହମୟ ସ୍ଥିତିରେ ସ୍ୱତଃ ହିଁ ଲୀନ ଅବସ୍ଥାରେ ରହିଥାଏ। ତେବେ ଦିଲର ସ୍ନେହ ସେମାନଙ୍କୁ ବାବାଙ୍କର ସମୀପତାର, ସଙ୍ଗର ଏବଂ ସମାନତାର ଅନୁଭବ କରାଇଥାଏ। ସ୍ନେହୀ ଆତ୍ମା ସର୍ବଦା ନିଜକୁ ବାବାଙ୍କର ଆଶୀର୍ବାଦର ପାତ୍ର ମନେ କରିଥାଏ। ସ୍ନେହ ଅସମ୍ଭବକୁ ମଧ୍ୟ ସହଜରେ ସମ୍ଭବ କରିଦିଏ। ସର୍ବଦା ନିଜର ମସ୍ତକରେ ଏବଂ କପାଳରେ ବାବାଙ୍କର ସହଯୋଗର ଏବଂ ସ୍ନେହର ହାତ ଅନୁଭବ କରିଥାଏ ତଥା ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ସ୍ଥିତିରେ ରହିଥାଏ। ତେବେ ତୁମେ ସବୁ ଆଦି ସ୍ଥାପନା ସମୟର ପିଲାମାନଙ୍କୁ ଆଦି ସମୟର ଅନୁଭବ ମଧ୍ୟ ଅଛି। ଏବେ ମଧ୍ୟ ସେବାର ଆଦି ସମୟର ନିମିତ୍ତ ପିଲାମାନଙ୍କର ଅନୁଭବ ଅଛି ଯେ ଆଦି ସମୟରେ ସବୁ ପିଲାଙ୍କୁ ବାବା ମିଳିଥିଲେ। ସେହି ସ୍ମୃତି ଦ୍ୱାରା ସ୍ନେହର ନିଶା କେତେ ଥିଲା? ଜ୍ଞାନ ତ ତୁମକୁ ପରେ ମିଳିଲା, କିନ୍ତୁ ପ୍ରଥମେ ପ୍ରଥମେ ନିଶାର ସହିତ ସ୍ନେହରେ ହଜିଯାଇଥିଲ। ଯେହେତୁ ବାବା ସ୍ନେହର ସାଗର ଅଟନ୍ତି, ତେଣୁ ଅଧିକାଂଶ ପିଲା ଆଦି ସମୟରୁ ହିଁ ସ୍ନେହର ସାଗରରେ ହଜିଯିବା ଅବସ୍ଥାରେ ଅଛନ୍ତି ଏବଂ ପୁରୁଷାର୍ଥର ବେଗରେ ମଧ୍ୟ ବହୁତ ଭଲ ତୀବ୍ର ଗତିରେ ଚାଲୁଛନ୍ତି। କିନ୍ତୁ କେତେକ ପିଲା ସ୍ନେହର ସାଗରରେ ହଜି ଯାଉଥିବା ବେଳେ ଆଉ କେତେକ ପିଲା କେବଳ ବୁଡ଼ ପକାଇ ବାହାରକୁ ଆସିଯାଉଛନ୍ତି। ସେଥିପାଇଁ ନିଜକୁ ହଜାଇ ଦେଉଥିବା ପିଲାମାନଙ୍କୁ ଯେତିକି କମ୍ ମେହନତ କରିବାକୁ ପଡ଼ୁଛି, ସେହି ଅନୁସାରେ ଅନ୍ୟମାନଙ୍କୁ ସେତିକି ଲାଭ ମିଳୁନାହିଁ। କେବେ ମେହନତ ତ କେବେ ମୋହବତ, ଅର୍ଥାତ୍ ସେମାନେ ଦୁଇ ପ୍ରକାରର ଅନୁଭବରେ ରହୁଛନ୍ତି। କିନ୍ତୁ ଯେଉଁମାନେ ସର୍ବଦା ସ୍ନେହରେ ଲଭ୍ଲିନ୍ ହୋଇ ରହୁଛନ୍ତି, ସେମାନେ ନିଜକୁ ସର୍ବଦା ଛତ୍ରଛାୟା ତଳେ ରହିବାର ଅନୁଭବ କରୁଛନ୍ତି। କାରଣ ଆନ୍ତରିକ ସ୍ନେହୀ ପିଲାମାନେ ମେହନତକୁ ମଧ୍ୟ ମୋହବତରେ ପରିବର୍ତ୍ତନ କରିଦେଇଥାନ୍ତି। ସେମାନଙ୍କୁ ପାହାଡ଼ ଭଳି ପରିସ୍ଥିତି ମଧ୍ୟ ତୁଳା ଭଳି ଅନୁଭବ ହୋଇଥାଏ, ପଥର ମଧ୍ୟ ପାଣି ଭଳି ଅନୁଭବ ହୋଇଥାଏ। ତେବେ ଆଜି ଯେହେତୁ ବିଶେଷ କରି ସ୍ନେହର ବାୟୁମଣ୍ଡଳ ଭିତରେ ରହିଛ, ତେଣୁ ମେହନତର ଅନୁଭବ କରୁଛ ନା ମନୋରଞ୍ଜନର ଅନୁଭବ କରୁଛ? ଆଜି ତ ସମସ୍ତଙ୍କୁ ସ୍ନେହର ଅନୁଭବ ହେଲା ନା? କ'ଣ ସ୍ନେହରେ ମଜିଯାଇଥିଲ ତ? ହଜିଯାଇଥିଲ ତ? କ'ଣ ଆଜି ମେହନତର ଅନୁଭବ ହୋଇଛି କି? କୌଣସି ବି କଥାର ମେହନତର ଅନୁଭବ କରିଛ କି? କାହିଁକି, କ'ଣ, କିପରିର ସଂକଳ୍ପ ଆସିଛି କି? କାରଣ ସ୍ନେହ ସବୁ କିଛି ଭୁଲାଇ ଦେଇଥାଏ। ତେଣୁ ବାପ ଦାଦା କହୁଛନ୍ତି ଯେ ତୁମେମାନେ ବାବାଙ୍କର ଏହି ସ୍ନେହକୁ କେବେ ବି ଭୁଲ ନାହିଁ। ତୁମକୁ ତ ସ୍ନେହର ସାଗର ମିଳିଯାଇଛନ୍ତି, ତେଣୁ ଖୁବ୍ ଲହଡ଼ିରେ ଖେଳ। ତେବେ ଯେତେବେଳେ ବି କୌଣସି ମେହନତର ଅନୁଭବ ହେଉଛି, କାହିଁକି ନା ମଝିରେ ମଝିରେ ମାୟା ପରୀକ୍ଷା ତ ନେବ ନା? କିନ୍ତୁ ସେହି ସମୟରେ ସ୍ନେହର ଅନୁଭବକୁ ମନେ ପକାଅ, ତେବେ ମେହନତ ମୋହବତରେ ପରିବର୍ତ୍ତନ ହୋଇଯିବ। ତେଣୁ ଅନୁଭବ କରି ଦେଖ ଏଥିରେ ଭୁଲ କ'ଣ ହେଉଛି ନା? କାହିଁକି, କ'ଣ, କିପରି ଭିତରକୁ ବହୁତ ଚାଲି ଯାଉଛ। ତେବେ ଯାହା ଆସିବ ତାହା ଯିବ ମଧ୍ୟ, କିନ୍ତୁ ଯିବ କିପରି?
ସ୍ନେହକୁ ମନେ ପକାଇବା ଦ୍ୱାରା ମେହନତ ସମାପ୍ତ ହେବ। କାହିଁକି ନା ସମସ୍ତଙ୍କୁ ଭିନ୍ନ ଭିନ୍ନ ସମୟରେ ବାବା ଏବଂ ଦାଦା ଉଭୟଙ୍କର ସ୍ନେହର ଅନୁଭବ ତ ହେଉଛି ନା? କ'ଣ ଅନୁଭବ ହେଉଛି ତ? ଆଚ୍ଛା, ସବୁବେଳେ ହେଉନାହିଁ, କିନ୍ତୁ କେବେ ନା କେବେ ତ ହୋଇଥିବ ନା? ତେବେ ସେହି ସମୟକୁ ମନେ ପକାଅ। ବାବାଙ୍କର ସ୍ନେହ କିପରି ଅଟେ? ବାବାଙ୍କର ସ୍ନେହ ଦ୍ୱାରା କ'ଣ କ'ଣ ସବୁ ଅନୁଭବ କରିଛ? ତେବେ ସ୍ନେହର ସ୍ମୃତି ଦ୍ୱାରା ମେହନତ ମଧ୍ୟ ବଦଳିଯିବ। କାହିଁକି ନା ବାପ ଦାଦାଙ୍କୁ କୌଣସି ପିଲାର ମେହନତ କରିବାର ସ୍ଥିତି ଭଲ ଲାଗେ ନାହିଁ। ମୋର ସନ୍ତାନ ପୁଣି ମେହନତ? ତେବେ ମେହନତ ମୁକ୍ତ କେବେ ହେବ? ଏହି ସଙ୍ଗମ ଯୁଗ ହିଁ ହେଉଛି ମେହନତରୁ ମୁକ୍ତ ହୋଇ ମଉଜ ହିଁ ମଉଜରେ ରହିପାରିବ। ଯଦି ମଉଜର ଅନୁଭବ ହେଉନାହିଁ, ତେବେ ବୁଦ୍ଧି ଉପରେ କୌଣସି ନା କୌଣସି ବୋଝ ରହିଛି। ତେବେ ବାବା ତ କହୁଛନ୍ତି, ସବୁ ବୋଝ ମୋତେ ଦେଇଦିଅ, ମୁଁ ପଣିଆକୁ ଭୁଲି ଟ୍ରଷ୍ଟି ହୋଇଯାଅ। ସବୁ ଦାୟିତ୍ୱ ବାବାଙ୍କୁ ଦେଇଦିଅ ଏବଂ ନିଜେ ଦିଲ୍ର ସହିତ ସଚ୍ଚା ସନ୍ତାନ ହୋଇ ଖାଅ, ପିଅ, ଖେଳ ଏବଂ ମଉଜ କର। କାହିଁକି ନା ଏହି ସଙ୍ଗମ ଯୁଗ ସବୁ ଯୁଗ ଭିତରେ ମଉଜ କରିବାର ଯୁଗ। ଯଦି ଏହି ମଉଜ କରିବା ଯୁଗରେ ମଧ୍ୟ ମଉଜ କରିପାରିଲ ନାହିଁ, ତେବେ ଆଉ କେବେ କରିବ? ବାପ ଦାଦା ଯେତେବେଳେ ଦେଖୁଛନ୍ତି ପିଲାମାନେ ବୋଝ ଉଠାଇବା ସହିତ ବହୁତ ମେହନତ କରୁଛନ୍ତି, ବାବାଙ୍କୁ ଦେଉନାହାନ୍ତି, କିନ୍ତୁ ନିଜ ଉପରକୁ ଉଠାଇ ନେଉଛନ୍ତି, ତେବେ ବାବାଙ୍କୁ ତ ଦୟା ଲାଗିବ ନା? କାରଣ ପିଲାମାନେ ମଉଜ କରିବା ସମୟରେ ମେହନତ କରୁଛନ୍ତି। ତେଣୁ ସ୍ନେହରେ ହଜିଯାଅ। ସ୍ନେହ ମିଳିଥିବା ସମୟକୁ ମନେ ପକାଅ। ସମସ୍ତଙ୍କୁ କେବେ ନା କେବେ ବିଶେଷ ସ୍ନେହର ଅନୁଭୂତି ନିଶ୍ଚିତ ହୋଇଥିବ ଏବଂ ହୋଇଛି ମଧ୍ୟ। ବାବା ଜାଣିଛନ୍ତି, ଅନୁଭବ ତ ହେଉଛି, କିନ୍ତୁ ତାକୁ ମନେ ପକାଉ ନାହିଁ। କେବଳ ମେହନତକୁ ହିଁ ଦେଖୁଛ ଏବଂ ସେହିଥିରେ ହିଁ ଛନ୍ଦି ହୋଇଯାଉଛ। ଯଦି ଆଜି ବି ଅମୃତ ବେଳାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାପ ଦାଦା ଦୁଇ ଜଣ ସର୍ବୋଚ୍ଚ ଅଧିକାରୀ ଆତ୍ମାଙ୍କର ସ୍ନେହକୁ ଦିଲରେ ଅନୁଭବ କରିଥିବ, ତେବେ ଆଜିର ଦିନକୁ ମଧ୍ୟ ମନେ ପକାଇବା ଦ୍ୱାରା ସ୍ନେହ ନିକଟରେ ମେହନତ ସମାପ୍ତ ହୋଇଯିବ। ଏବେ ବାପ ଦାଦା ଏହି ବର୍ଷ ପ୍ରତ୍ୟେକ ସନ୍ତାନକୁ ସ୍ନେହଯୁକ୍ତ ଏବଂ ମେହନତ ମୁକ୍ତ ସ୍ଥିତିରେ ଦେଖିବାକୁ ଚାହୁଁଛନ୍ତି। ତେଣୁ ମେହନତର ଚିହ୍ନ ବର୍ଣ୍ଣ ମନ ଭିତରେ କିମ୍ବା ଜୀବନରେ ଦେଖା ନଯାଉ। ଏହା ହୋଇପାରିବ? ହୋଇପାରିବ? ଯେଉଁମାନେ ଭାବୁଛନ୍ତି ନିଶ୍ଚିତ କରି ଦେଖାଇବୁ, ସାହସୀ ଅଟନ୍ତି, ସେମାନେ ହାତ ଉଠାଅ। ଆଜି ବିଶେଷ କରି ଏହିଭଳି ପିଲାମାନଙ୍କୁ ବାବାଙ୍କ ଠାରୁ ମେହନତରୁ ମୁକ୍ତ ହେବାର ବରଦାନ ମିଳୁଛି। କ'ଣ ସ୍ୱୀକାର କରୁଛ ତ? ପୁଣି ଯଦି କିଛି ହୋଇଗଲା, ତେବେ କ'ଣ କରିବ? କାହିଁକି କ'ଣ ତ କରିବ ନାହିଁ ନା? ସ୍ନେହପୂର୍ଣ୍ଣ ମୁହୂର୍ତ୍ତ ଗୁଡ଼ିକୁ ମନେ ପକାଇବ ଏବଂ ସେହି ଅନୁଭବରେ ହଜିଯିବ। ତୁମେମାନେ ତ ପ୍ରତିଜ୍ଞା ମଧ୍ୟ କରିଛ। ବାବା ମଧ୍ୟ ପିଲାମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ତୁମେମାନେ ପ୍ରତିଜ୍ଞା କରିଛ ଯେ ଆମେ ବାବାଙ୍କ ଦ୍ୱାରା 21 ଜନ୍ମ ପାଇଁ ଜୀବନମୁକ୍ତ ଅବସ୍ଥାର ପଦପ୍ରାପ୍ତ କରୁଛୁ ଏବଂ କରିବୁ ମଧ୍ୟ ନିଶ୍ଚିତ। ତେବେ ଜୀବନମୁକ୍ତ ସ୍ଥିତିରେ କ'ଣ ମେହନତ ଥାଏ କି? 21 ଜନ୍ମ ଭିତରୁ ଗୋଟିଏ ଜନ୍ମ ତ ସଙ୍ଗମର ଅଟେ ନା? ତୁମମାନଙ୍କର ପ୍ରତିଜ୍ଞା ତ 21 ଜନ୍ମ ପାଇଁ ଅଟେ, 20 ଜନ୍ମ ପାଇଁ ତ ନୁହେଁ ନା? ତେଣୁ ଏବେଠାରୁ ମେହନତ ମୁକ୍ତ ଅର୍ଥାତ୍ ଜୀବନ ମୁକ୍ତ, ଚିନ୍ତାମୁକ୍ତ ସମ୍ରାଟ ହୁଅ। ତେବେ ବର୍ତ୍ତମାନର ସଂସ୍କାର ଆତ୍ମା ଭିତରେ 21 ଜନ୍ମ ପର୍ଯ୍ୟନ୍ତ ଜାଗ୍ରତ ଅବସ୍ଥାରେ ରହିବ। ତେବେ 21 ଜନ୍ମର ସମ୍ପତ୍ତି ନେଇଛ ନା? ଏବେ ନେବ? ତେଣୁ ଦୟାକରି ଧ୍ୟାନ ଦିଅ ଯେ ମେହନତ ମୁକ୍ତ ହେବା ସହିତ ନିଜେ ସନ୍ତୁଷ୍ଟ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବ। କେବଳ ନିଜେ ରହିବାର ନାହିଁ, କରିବାକୁ ମଧ୍ୟ ପଡ଼ିବ। ତେବେ ଯାଇ ମେହନତରୁ ମୁକ୍ତ ହୋଇପାରିବ। ନଚେତ୍ ପ୍ରତିଦିନ କୌଣସି ନା କୌଣସି ବୋଝର କଥା, ମେହନତର କଥା,
କାହିଁକି କ'ଣର ଭାଷା ରୂପରେ ଆସିବ। ଏବେ ସମୟର ସମୀପତାକୁ ତ ଦେଖୁଛ। ସମୟ ଯେପରି ଦିନକୁ ଦିନ ପାଖେଇ ପାଖେଇ ଆସୁଛି, ସେହିପରି ତୁମମାନଙ୍କର ମଧ୍ୟ ବାବାଙ୍କ ସହିତ ସମୀପତାର ଅନୁଭବର ବୃଦ୍ଧି ହେବା ଦରକାର। କାହିଁକି ନା ବାବାଙ୍କ ସହିତ ତୁମମାନଙ୍କର ସମୀପତା ସମୟର ସମୀପତାକୁ ସମାପ୍ତ କରିବ। କ'ଣ ତୁମମାନଙ୍କୁ ଆତ୍ମାମାନଙ୍କର ଦୁଃଖ ଅଶାନ୍ତିର ଶବ୍ଦ ଶୁଣାଯାଉ ନାହିଁ? ତୁମେମାନେ ହିଁ ସେମାନଙ୍କର ପୂର୍ବଜ ଅଟ ଏବଂ ପୂଜ୍ୟ ମଧ୍ୟ ଅଟ। ତେଣୁ ହେ ପୂର୍ବଜ ଆତ୍ମାମାନେ, ହେ ପୂଜ୍ୟ ଆତ୍ମାମାନେ, ବିଶ୍ୱ କଲ୍ୟାଣର କାର୍ଯ୍ୟକୁ କେବେ ସମ୍ପନ୍ନ କରିବ? ବାପ୍ ଦାଦା ସମାଚାର ଗୁଡ଼ିକରେ ଦେଖୁଛନ୍ତି ଯେ ସବୁ ବର୍ଗବାଲା ନିଜ ନିଜର ମିଟିଂ କରୁଛନ୍ତି, ଯୋଜନା ମଧ୍ୟ କରୁଛନ୍ତି ଯେ ବିଶ୍ୱ କଲ୍ୟାଣର ଗତିକୁ ତୀବ୍ର କିପରି କରିବୁ। ତେବେ ଯୋଜନା ତ ବହୁତ ଭଲ ଭଲ କରୁଛ, କିନ୍ତୁ ବାପ୍ ଦାଦା ପଚାରୁଛନ୍ତି ଏହା କାର୍ଯ୍ୟକାରୀ କେବେ ହେବ? ଏହାର ଉତ୍ତର ଦାଦୀମାନେ ଦେବେ। ଯୋଜନା ଗୁଡ଼ିକ କାର୍ଯ୍ୟକାରୀ କେବେ ହେବ? କ'ଣ ପାଣ୍ଡବ ଉତ୍ତର ଦେବେ କେବେ ହେବ? ସବୁ ବର୍ଗବାଲା ଏହି ଲକ୍ଷ୍ୟ ରଖୁଛ ଯେ ବାବାଙ୍କର ପ୍ରତ୍ୟକ୍ଷତା ହୋଇଯାଉ। କିନ୍ତୁ ପ୍ରତ୍ୟକ୍ଷତା ହେବ ଦୃଢ଼ ପ୍ରତିଜ୍ଞା ଦ୍ୱାରା। ପ୍ରତିଜ୍ଞାରେ ମଧ୍ୟ ଦୃଢ଼ତା ଦରକାର। କେବେ କେବେ କୌଣସି କାରଣ ଦ୍ୱାରା ବା କୌଣସି କଥା ଦ୍ୱାରା ଦୃଢ଼ତା କମ୍ ହୋଇଯାଉଛି। ପ୍ରତିଜ୍ଞା ତ ବହୁତ ଭଲ ଭଲ କରୁଛନ୍ତି। ଅମୃତ ବେଳାରେ ଯଦି ତୁମେମାନେ ଶୁଣିପାରନ୍ତ ନା, ବାବା ତ ଶୁଣୁଛନ୍ତି, କିନ୍ତୁ ତୁମକୁ ଏବେ ବିଜ୍ଞାନ ଏଭଳି ସାଧନ ଦେଇପାରି ନାହିଁ ଯାହାଦ୍ୱାରା ତୁମେ ସମସ୍ତଙ୍କର ଦିଲ୍ର ଭାଷାକୁ ଶୁଣିପାରିବ। ତେଣୁ ବାପ୍ ଦାଦା ତ ଶୁଣୁଛନ୍ତି। ତୁମମାନଙ୍କର ପ୍ରତିଜ୍ଞାର ମାଳା ଗୁଡ଼ିକ ଏବଂ ସଂକଳ୍ପର କଥା ସବୁ ଏତେ ଭଲ ଭଲ ଏବଂ ଦିଲଖୁସ୍ କରିବା ଭଳି ଅଟେ, ଯାହାକୁ ଶୁଣି ବାପ୍ ଦାଦା କହୁଛନ୍ତି ବାହା ବଚ୍ଚେ ବାହା। ତେବେ ଶୁଣାଇବୁ କ'ଣ କ'ଣ ସବୁ କହୁଛ? ମୁରଲି ଶୁଣିବା ସମୟ ପର୍ଯ୍ୟନ୍ତ 75% ଠିକ୍ ରହୁଛି, କିନ୍ତୁ ଯେତେବେଳେ କର୍ମରେ ଆସିଯାଉଛ ବା କର୍ମଯୋଗୀ ହୋଇଯାଉଛ, ସେତେବେଳେ ଫରକ ଆସିଯାଉଛି। କିଛି ସଂସ୍କାର, କିଛି ସ୍ୱଭାବ ଯେତେବେଳେ ପରସ୍ପର ମୁହାଁମୁହିଁ ହୋଇଯାଉଛନ୍ତି, ସେତେବେଳେ ପ୍ରତିଜ୍ଞା ଦୃଢ଼ ହେବା ପରିବର୍ତ୍ତେ ସାଧାରଣ ହୋଇଯାଉଛି। ଦୃଢ଼ତାର ପରିମାଣ କମ୍ ହୋଇଯାଉଛି। ତେବେ ବାପ୍ ଦାଦା ଦୃଢ଼ତାର ପରିମାଣ କମ୍ ହୋଇଯାଉଛି। ତେବେ ବାପ୍ ଦାଦା ପିଲାମାନଙ୍କର ଗୋଟିଏ ଖେଳ ଦେଖି ମୁରୁକି ମୁରୁକି ହସୁଛନ୍ତି। ଶୁଣାଇବୁ କ'ଣ ଖେଳ କରୁଛ? ଯଦି ତୁମେ ସେହି ଖେଳକୁ ବନ୍ଦ କରିବ ତେବେ ଶୁଣାଇବ। କ'ଣ କହୁଛ? ବନ୍ଦ କରିବ ତ? କରିବ ତ? ଆଜି ତ ସ୍ନେହର ଶକ୍ତି ରହିଛି ନା, କରିବ? ହାତ ଉଠାଅ। କେବଳ ସ୍ଥୂଳ ହାତ ଉଠାଅ ନାହିଁ, ଦିଲ୍ର ହାତ ମଧ୍ୟ ଉଠାଅ। କରିବାକୁ ହିଁ ପଡ଼ିବ। ତାପରେ ବାପ୍ ଦାଦା କିଛି କିଛି ସାହାଯ୍ୟ ମଧ୍ୟ କରିବେ। ଏବେ କହିବୁ ତ? ପାଣ୍ଡବମାନେ କୁହ, କହିବୁ ତ? ପ୍ରଥମ ଧାଡ଼ିବାଲା କୁହ, କରିବାକୁ ପଡ଼ିବ, କହିବୁ ତ? ଯଦି ହଁ କହୁଛ ତେବେ ପ୍ରଥମ ଧାଡ଼ିବାଲା ହାତ ଉଠାଅ। ପ୍ରଥମ 2 ଧାଡ଼ି ହାତ ଉଠାଅ। ମଧୁବନବାଲା ମଧ୍ୟ ହାତ ଉଠାଅ। ଦିଲ୍ର ହାତ ଉଠାଇଛ ତ? ଆଚ୍ଛା, ବାପ୍ ଦାଦାଙ୍କ ତ ଖେଳକୁ ଦେଖି ଦୟା ଲାଗୁଛି, ମଜା ଲାଗୁନାହିଁ। କାହିଁକି ନା ବାପ୍ ଦାଦା ଦେଖୁଛନ୍ତି ପିଲାମାନେ ନିଜ ଦୋଷକୁ ଅନ୍ୟ ଉପରେ ଲଦି ଦେବାରେ ବହୁତ ବୁଦ୍ଧିମାନ ଅଟନ୍ତି। ତେବେ କ'ଣ ଖେଳ କରୁଛନ୍ତି ଜାଣିଛ? କାହାଣୀ ତିଆରି କରି ଦେଉଛନ୍ତି। ଭାବୁଛନ୍ତି କିଏ ଦେଖୁଛି? ମୁଁ ଜାଣିଛି ଓ ମୋର ମନ ଜାଣିଛି। ବାବା ତ ପରମ ଧାମ ବା ସୂକ୍ଷ୍ମ ବତନରେ ବସିଛନ୍ତି। ଯଦି କାହାକୁ କୁହାଯାଉଛି ଏଭଳି କରିବା ଉଚିତ ନୁହେଁ, ତେବେ ଖେଳ କ'ଣ କରୁଛନ୍ତି ଜାଣିଛ? ହଁ, ହୋଇ ତ ଯାଇଛି, କିନ୍ତୁ ସେଥିରେ କିନ୍ତୁ ନିଶ୍ଚିତ ଯୋଡ଼ି ଦେଉଛନ୍ତି। ତେବେ କିନ୍ତୁର ଅର୍ଥ କ'ଣ? କଥାଟା ଏଭଳି ଥିଲା ନା, ସେ ଏହିଭଳି କରିଥିଲା ନା, ଏହିଭଳି ହେଉଛି ନା, ସେଥିପାଇଁ ଏହିଭଳି ହୋଇଗଲା। ମୁଁ କିଛି କରିନାହିଁ, ଏହିଭଳି ହେବାରୁ ଏଭଳି ହେଲା। ସେ କରିବାରୁ ମୁଁ କରିଲି, ନଚେତ୍ ମୁଁ କରିନଥାନ୍ତି। ତେବେ ଏହା କ'ଣ ହେଲା? ନିଜର ହୃଦବୋଧ କରିବା ବା ହୃଦୟଙ୍ଗମ କରିବା କମ୍ ଅଛି। ଆଚ୍ଛା, ଧରିନିଅ ସେ ଏହିଭଳି କରିବାରୁ ତୁମେ କରିଲ। ଆଚ୍ଛା, ଠିକ୍ ଅଛି, ପ୍ରଥମ ନମ୍ବର ସେ ହେଲା, ଦ୍ୱିତୀୟ ନମ୍ବର ତୁମେ ହେଲ, ଏଇଆ ତ?
ବାପ ଦାଦା ତାହା ମଧ୍ୟ ସ୍ୱୀକାର କରୁଛନ୍ତି। ତୁମେ ପ୍ରଥମ ନମ୍ବର ଦୋଷୀ ନୁହେଁ, ଦ୍ୱିତୀୟ ନମ୍ବର ଅଟ। କିନ୍ତୁ ତୁମେ ଯଦି ଭାବୁଛ ଯେ ପ୍ରଥମ ନମ୍ବର ବାଲା ଯଦି ନିଜକୁ ପରିବର୍ତ୍ତନ କରିବ ତେବେ ମୁଁ ମଧ୍ୟ ଠିକ୍ ହୋଇଯିବି, ଏଇଆ ତ? ସେତେବେଳେ ଏହିଭଳି ଭାବୁଛ ନା? ଧରିନିଅ ପ୍ରଥମ ନମ୍ବର ବାଲା ନିଜକୁ ପରିବର୍ତ୍ତନ କରିଦେଲା। ବାପ ଦାଦା ଏବଂ ସମସ୍ତେ କହୁଛନ୍ତି ତାର ଦୋଷ, ତେଣୁ ତାକୁ ପ୍ରଥମେ ପରିବର୍ତ୍ତନ ହେବାକୁ ପଡ଼ିବ। ଠିକ୍ ଅଛି। ଆଚ୍ଛା, ଯଦି ପ୍ରଥମ ନମ୍ବର ବାଲା ନିଜକୁ ପରିବର୍ତ୍ତନ କରିଦେଲା ତେବେ ପ୍ରଥମ ନମ୍ବର ସ୍ଥାନ କାହାକୁ ମିଳିବ? ତୁମର ନମ୍ବର ତ ପ୍ରଥମେ ନଥିବ। ପରିବର୍ତ୍ତନ ଶକ୍ତିରେ ତୁମର ନମ୍ବର ତ ପ୍ରଥମ ନମ୍ବର ନଥିବ। ଯଦି ତୁମେ ପ୍ରଥମ ନମ୍ବର ତାକୁ ଦେଲ ତେବେ ତୁମର ନମ୍ବର କ'ଣ ହେଲା? ଦ୍ୱିତୀୟ ନମ୍ବର ହେଲା ନା? ଯଦି ତୁମକୁ ଏବେ କୁହାଯିବ ତୁମେ ଦ୍ୱିତୀୟ ନମ୍ବରରେ ଅଛ, ତେବେ ତୁମେ ଗ୍ରହଣ କରିବ ତ? କ'ଣ କହୁଛ? କରିବ ତ? କହିବ ନା ଏମିତି ହୋଇଗଲା, ସେମିତି ହୋଇଗଲା, କେମିତି ହେଲା? ଖେଳ ଭିତରେ ଏହିଭଳି ଭାଷା ବହୁତ ଆସୁଛି। ତେଣୁ ଏମିତି ସେମିତି କେମିତିର ଖେଳକୁ ବନ୍ଦ କରି ମୋତେ ପରିବର୍ତ୍ତନ ହେବାକୁ ପଡ଼ିବ। ମୁଁ ପରିବର୍ତ୍ତନ ହୋଇ ଅନ୍ୟକୁ ପରିବର୍ତ୍ତନ କରିବି। ଯଦି ଅନ୍ୟକୁ ପରିବର୍ତ୍ତନ କରିପାରୁନାହଁ ତେବେ ଶୁଭ ଭାବନା ଶୁଭ କାମନା ତ ରଖିପାରିବ? ତାହା ତ ତୁମର ନିଜ ଜିନିଷ ଅଟେ ନା? ତେଣୁ ହେ ଅର୍ଜୁନ, ମୋତେ ହେବାର ଅଛି। ପ୍ରଥମ ବିଶ୍ୱର ରାଜଧାରୀ ଲକ୍ଷ୍ମୀ ନାରାୟଣଙ୍କର ନିକଟ ସମ୍ବନ୍ଧରେ ତୁମକୁ ଆସିବାର ଅଛି ନା ଦ୍ୱିତୀୟ ନମ୍ବର ବାଲାକୁ ଆସିବାର ଅଛି? ବାପ ଦାଦା ଏବର୍ଷ ଏହି ଆଶା ରଖିଛନ୍ତି ଯେ ସବୁ ବ୍ରହ୍ମା କୁମାର କୁମାରୀ ଏଠାରେ ଯେପରି ବ୍ୟାଚ୍ ଲଗାଉଛ ନା, ସମସ୍ତେ ବ୍ୟାଚ୍ ଲଗାଉଛ ନା? ଏଠାକୁ ଯେତେବେଳେ ଆସୁଛ ତୁମକୁ ବ୍ୟାଚ୍ ମିଳୁଛି ନା? ଚାହେ କାଗଜର ହୋଇଥାଉ ବା ସୁନାର ବା ରୂପାର ହୋଇଥାଉ। ତେବେ ଏଠାରେ ଯେପରି ବ୍ୟାଚ୍ ଲଗାଉଛ ସେହିପରି ଦିଲ ଭିତରେ ବା ମନ ଭିତରେ ମଧ୍ୟ ବ୍ୟାଚ୍ ଲଗାଇ ଦିଅ। ମୋତେ ପରିବର୍ତ୍ତନ ହେବାକୁ ପଡ଼ିବ, ମୋତେ ନିମିତ୍ତ ହେବାକୁ ପଡ଼ିବ। ଇଏ ବଦଳୁ, ଏହି କଥା ବଦଳୁ, ଏହି ବ୍ୟକ୍ତି ବଦଳୁ, ଏହି ପରିସ୍ଥିତି ବଦଳୁ, ନା, ମୋତେ ବଦଳିବାକୁ ପଡ଼ିବ। କଥା ତ ଅନେକ ଆସିବ। ତୁମେମାନେ ଉଚ୍ଚକୁ ଯାଉଛ ନା? ଉଚ୍ଚ ସ୍ଥାନରେ ସମସ୍ୟା ଗୁଡ଼ିକ ମଧ୍ୟ ଉଚ୍ଚ ଆସିବ ନା? କିନ୍ତୁ ଆଜି ଯେପରି ଏଠାରେ କ୍ରମାନ୍ୱୟ ହିସାବରେ ଯଥାଶକ୍ତି ସ୍ନେହପୂର୍ଣ୍ଣ ସ୍ଥିତିର ବାୟୁମଣ୍ଡଳ ରହିଥିଲା, ସେହିପରି ନିଜର ମନ ଭିତରେ ସର୍ବଦା ସ୍ନେହରେ ଲଭ୍ଲିନ୍ ହେବାର ବାୟୁମଣ୍ଡଳକୁ ଜାଗ୍ରତ କରି ରଖ। ବାପ ଦାଦାଙ୍କ ପାଖକୁ ବହୁତ ଭଲ ଭଲ ସମାଚାର ସବୁ ଆସୁଛି। ସଂକଳ୍ପ ପର୍ଯ୍ୟନ୍ତ ବହୁତ ଭଲ ଅଛି, କିନ୍ତୁ ସ୍ୱରୂପରେ ଆସିବାରେ ଯଥାଶକ୍ତି ହୋଇଯାଉଛି। ଏବେ 2 ମିନିଟ୍ ପାଇଁ ସମସ୍ତେ ପରମାତ୍ମା ସ୍ନେହରେ ସଙ୍ଗମ ଯୁଗର ଆତ୍ମିକ ମୌଜର ସ୍ଥିତିରେ ସ୍ଥିତ ହୋଇଯାଅ। ଡ୍ରିଲ୍। ଆଚ୍ଛା, ଏହି ଅନୁଭବକୁ ପ୍ରତ୍ୟେକ ଦିନ ବାରମ୍ବାର କିଛି କିଛି ସମୟ ଅନୁଭବ କର। ସ୍ନେହକୁ ଛାଡ଼ ନାହିଁ, ସ୍ନେହରେ ହଜିଯିବା ଶିଖ। ଆଚ୍ଛା, ଚାରିଆଡ଼ର ଯୋଗଯୁକ୍ତ, ଯୁକ୍ତିଯୁକ୍ତ, ରାଜଯୁକ୍ତ ଅର୍ଥାତ୍ ରହସ୍ୟଯୁକ୍ତ, ନିଜେ ରାଜ ଅର୍ଥାତ୍ ରହସ୍ୟକୁ ଜାଣି ସର୍ବଦା ରାଜି ଅର୍ଥାତ୍ ସନ୍ତୁଷ୍ଟ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ରାଜି କରୁଥିବା, କେବଳ ନିଜେ ସନ୍ତୁଷ୍ଟ ରହିବାର ନାହିଁ, ସନ୍ତୁଷ୍ଟ କରିବାକୁ ମଧ୍ୟ ହେବ। ଏହିଭଳି ସର୍ବଦା ସ୍ନେହର ସାଗରରେ ଲଭ୍ଲିନ୍ ରହୁଥିବା ପିଲାମାନଙ୍କୁ, ସର୍ବଦା ବାପ ସମାନ ହେବାର ତୀବ୍ର ଗତିର ପୁରୁଷାର୍ଥୀ ପିଲାମାନଙ୍କୁ, ସର୍ବଦା ଅସମ୍ଭବକୁ ମଧ୍ୟ ସହଜରେ ସମ୍ଭବ କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କ ସାଥିରେ ରହୁଥିବା ଏବଂ ବାବାଙ୍କର ସେବାରେ ସାଥୀ ହେଉଥିବା ବହୁତ ବହୁତ ଲକି ଅର୍ଥାତ୍ ଭାଗ୍ୟବାନ ଏବଂ ଲଭ୍ଲି ଅର୍ଥାତ୍ ଅତି ପ୍ରିୟ ସନ୍ତାନମାନଙ୍କୁ ଆଜିର ଅବ୍ୟକ୍ତ ଦିବସର ଅବ୍ୟକ୍ତ ଫରିସ୍ତା ସ୍ୱରୂପର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଆନ୍ତରିକ ଆଶୀର୍ବାଦ। ଆଚ୍ଛା, ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ଅନେକ ଅନେକ ଶୁଭେଚ୍ଛା। ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ବରଦାନ। ମନେ ପକାଇବାର ଯାଦୁମନ୍ତ୍ର ଦ୍ୱାରା ସର୍ବସିଦ୍ଧିଗୁଡ଼ିକୁ ପ୍ରାପ୍ତ କରୁଥିବା ସିଦ୍ଧି ସ୍ୱରୂପ ଭବ। ମନେ ପକାଇବାର ଯାଦୁମନ୍ତ୍ର ଦ୍ୱାରା ସର୍ବସିଦ୍ଧିଗୁଡ଼ିକୁ ପ୍ରାପ୍ତ କରୁଥିବା ସିଦ୍ଧି ସ୍ୱରୂପ ଭବ। ବାବାଙ୍କୁ ମନେ ପକାଇବା ହିଁ ଯାଦୁମନ୍ତ୍ର ଅଟେ। ଏହି ଯାଦୁମନ୍ତ୍ର ଦ୍ୱାରା ଯେଉଁ ପ୍ରକାରର ସିଦ୍ଧି ଚାହିଁବ
ତାହା ପ୍ରାପ୍ତ କରିପାରିବ। ଯେପରି ସ୍ଥୂଳ ରୂପରେ ମଧ୍ୟ କୌଣସି ସିଦ୍ଧି ପ୍ରାପ୍ତ କରିବାକୁ ହେଲେ ମନ୍ତ୍ର ଜପ କରିଥାନ୍ତି, ସେହିପରି ଏଠାରେ ମଧ୍ୟ କୌଣସି କାର୍ଯ୍ୟରେ ଯଦି ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛ, ତେବେ ଏହି ମନେ ପକାଇବାର ମହାମନ୍ତ୍ର ହିଁ ବିଧି ସ୍ୱରୂପ ଅଟେ। ଏହି ଯାଦୁ ମନ୍ତ୍ର ଗୋଟିଏ ସେକେଣ୍ଡ ଭିତରେ ପରିବର୍ତ୍ତନ କରିଦେଇଥାଏ। ଯଦି ଏହାକୁ ସଦାସର୍ବଦା ସ୍ମୃତିରେ ରଖିବ, ତେବେ ସଦାକାଳ ପାଇଁ ସିଦ୍ଧି ସ୍ୱରୂପ ହୋଇଯିବ। କାହିଁକି ନା ଯୋଗଯୁକ୍ତ ସ୍ଥିତିରେ ରହିବା କିଛି ବଡ଼ କଥା ନୁହେଁ, କିନ୍ତୁ ସବୁବେଳେ ଯୋଗଯୁକ୍ତ ସ୍ଥିତିରେ ରହିବା ବଡ଼ କଥା। ଏହା ଦ୍ୱାରା ହିଁ ସର୍ବସିଦ୍ଧି ଗୁଡ଼ିକ ପ୍ରାପ୍ତ ହୋଇପାରିବ। ସ୍ଲୋଗାନ: ଗୋଟିଏ ସେକେଣ୍ଡ ଭିତରେ ବିସ୍ତାରକୁ ସାର ରୂପରେ ସମାହିତ କରିନେବା ଅର୍ଥାତ୍ ଅନ୍ତିମ ସାର୍ଟିଫିକେଟ୍ ନେବା। ଗୋଟିଏ ସେକେଣ୍ଡ ଭିତରେ ବିସ୍ତାରକୁ ସାର ରୂପରେ ସମାହିତ କରିନେବା ଅର୍ଥାତ୍ ଅନ୍ତିମ ସାର୍ଟିଫିକେଟ୍ ନେବା। ଅବ୍ୟକ୍ତ ଇଶାରା: ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯେପରି ଶରୀରର କୌଣସି ବସ୍ତ୍ରକୁ ସହଜରେ ଓହ୍ଲାଇ ଦେଇପାରୁଛ, ସେହିପରି ଏହି ଶରୀର ରୂପକ ବସ୍ତ୍ରକୁ ମଧ୍ୟ ସହଜରେ ଓହ୍ଲାଇ ପାରୁଥିବ ଏବଂ ସମୟ ଆସିଲେ ସହଜରେ ଧାରଣ କରିପାରୁଥିବ, ଏହାର ଅଭ୍ୟାସ ରହିବା ଦରକାର। ଯଦି ବସ୍ତ୍ରଟି ବହୁତ ଟାଇଟ୍ ଥିବ, ତେବେ ସହଜରେ ଓହ୍ଲାଇ ପାରିବ ନାହିଁ। ସେହିଭଳି ଏହି ଶରୀର ରୂପୀ ବସ୍ତ୍ର ମଧ୍ୟ କୌଣସି ସଂସ୍କାର ସହିତ ଚିପି ହୋଇ ନ ରହୁ ବା ଟାଇଟ୍ ନ ରହୁ। ସେଥିପାଇଁ ସବୁ କଥାରେ ସରଳ ହୋଇଯାଅ। ଯଦି ସବୁଥିରେ ସରଳ ହୋଇଯିବ, ତେବେ ତୁମର ସବୁ କାର୍ଯ୍ୟ ସହଜ ହୋଇଯିବ। ଯେତେ ଯେତେ ନିଜର ପୁରୁଣା ସ୍ୱଭାବ ସଂସ୍କାର ଠାରୁ ଦୂରେଇ ରହିବ, ତୁମର ଅବସ୍ଥା ମଧ୍ୟ ସେତିକି ଦୈହିକ ସ୍ମୃତି ଠାରୁ ମୁକ୍ତ ରହିବ, ଅର୍ଥାତ୍ ସହଜରେ ବିଦେହୀ ହୋଇଯିବ। ଓମ୍ ଶାନ୍ତି। ଶିବ ବାବା କହୁଛନ୍ତି, ହେ ମିଠା ସନ୍ତାନ, ପ୍ରଥମ କର୍ତ୍ତବ୍ୟ ତୁମ ତପସ୍ୟା ଯେ ଜାଣ। ତୁମେ ସଚରାଚର ଋଷି ସଙ୍ଗମ ଯୁଗରେ ପୂଜା ଯୋଗ୍ୟ ହୋଇଯିବ ତପସ୍ୟା ବଳରେ। ଆତ୍ମାକୁ ସତ୍ୱ ପ୍ରଧାନ କରିବାର ପାଇଁ ତୀବ୍ର ପୁରୁଷାର୍ଥ କଲେ ଜୀବ ପୂଜ୍ୟ ହୋଇ। ଯେ ସନ୍ତାନ ଅବହେଳା କରଇ ଯୋଗରେ ଦଣ୍ଡ ଭୋଗି ବହୁ ପଶ୍ଚାତାପ ସେହୁ କରେ। ବାବାଙ୍କ ସମାନ ସର୍ବେ ହେବ ସୁଖଦାୟୀ। ମୁକ୍ତି ଜୀବନ ମୁକ୍ତିର ପଥକୁ ବତାଇ। ଯୋଗଯୁକ୍ତ ରହି ହେବ ଦେହୀ ଅଭିମାନୀ। ଦୁଃଖ ଦୁନିଆକୁ ମନୁ ପାଶୋରିବ ପୁଣି। ସବୁ ଆତ୍ମା ବିଶେଷତା ସ୍ମୃତିରେ ରଖିବ। ଏକମତେ ସଂଗଠନ ନିର୍ମାଣ କରିବ। ଶୁଭଚିନ୍ତକ ହୋଇବ ସର୍ବ ଆତ୍ମାଙ୍କର। ଅନେକରେ ଏକତାକୁ ଅନୁଭବ କର। ପରଚିନ୍ତା ପରନିନ୍ଦା କେବେ ନ କରିବ। ବିଚାରକୁ ବଦଳାଇ ଶୁଭାକାଂକ୍ଷୀ ହେବ।
ଶ୍ରେଷ୍ଠ ସଂକଳ୍ପର ଧନ ଅଟଇ ମହାନ। ଏହା ତ ଆଧାର ଅଟେ ବ୍ରାହ୍ମଣ ଜୀବନ। ଏହା ତ ଆଧାର ଅଟେ ବ୍ରାହ୍ମଣ ଜୀବନ।